ଶ୍ରୀଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ ଭାରତବର୍ଷରେ ଅବସ୍ଥିତ 10 ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ଅନ୍ୟତମ। ମଧ୍ୟପ୍ରଦେଶର ଖୋଣ୍ଟ ଜିଲ୍ଲା ଅନ୍ତର୍ଗତ ପୁଣ୍ୟତ୍ରା ନର୍ମଦା ତଟରେ ବିରାଜିତ ଶ୍ରୀଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ। ନର୍ମଦା ଗର୍ଭରେ ଏହା ଓ ଆକାରର ଏକ କ୍ଷୁଦ୍ର ଦ୍ୱୀପ ଉପରେ ଥିବା ପାହାଡ଼ି ଗୁମ୍ଫାରେ ଅବସ୍ଥିତ। ଏହି ଦ୍ୱୀପର ନାମ ମାନ୍ଧାତା ଦ୍ୱୀପ। ଓ ଆକାରର ଦ୍ୱୀପରେ ଅବସ୍ଥିତି ହୋଇଥିବାରୁ ଏ ଜ୍ୟୋତିର୍ଲିଙ୍ଗଙ୍କ ନାମ ହୋଇଛି ଶ୍ରୀଓଁକାରେଶ୍ୱର। ନର୍ମଦାର ଅପର ପାର୍ଶ୍ୱରେ ଅମଲେଶ୍ୱର ନାମରେ ଆଉ ଏକ ଶୈବପୀଠ ଅଛି। ଦୁଇ ଶୈବପୀଠକୁ ମିଶାଇ କୁହାଯାଇଛି ଓଁକାରମ୍ ତୁମଲେଶ୍ୱରମ୍। ବିନ୍ଧ୍ୟ ପର୍ବତମାଳାର ଏ ପାହାଡ଼ ଉପରେ ଯେଉଁ ଗୁମ୍ଫାରେ ଓଁକାରେଶ୍ୱର ବିଜେ କରିଛନ୍ତି ତାହାର ନାମ ଗୋବିନ୍ଦ ଭାଗବତ ପାଦ ଗୁମ୍ଫା। ଇତିହାସରୁ ଜଣାଯାଇଥାଏ ଏକଦା ଏହି ଗୁମ୍ଫାରେ ଗୋବିନ୍ଦ ଭାଗବତ ପାଦ ନାମରେ ଜଣେ ମହାନ ସନ୍ଥ ବାସ କରୁଥିଲେ। ସନ୍ଥ ଜଣକ ଆଦି ଶଙ୍କରାଚାର୍ଯ୍ୟଙ୍କର ଦୀକ୍ଷାଗୁରୁ ଥିଲେ। ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗଙ୍କ ଅବସ୍ଥିତି ଭାଗବତ ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ସହ ସମ୍ପର୍କ ଥିବା ଏ ସ୍ଥାନକୁ ଅତି ପବିତ୍ର ବୋଲି ଗ୍ରହଣ କରାଯାଏ। ବିନ୍ଧ୍ୟ ପର୍ବତମାଳାର ଦେବୀ ହେଉଛନ୍ତି ମା ବିନ୍ଧ୍ୟବାସିନୀ। ଥରେ ସେ ଶିବଙ୍କୁ ନିଜ ପାପ ପ୍ରକ୍ଷାଳନ ପାଇଁ ତପସ୍ୟା କରୁଥାନ୍ତି। ସେ ବାଲି କାଦୁଅରେ 2ଟି ଲିଙ୍ଗ ତିଆରି କରି ପୂଜା କରୁଥାନ୍ତି। ଶଙ୍କର ତାଙ୍କ ତପସ୍ୟାରେ ତୁଷ୍ଟ ହୋଇ 2ଟି ଲିଙ୍ଗ ରୂପେ ଆବିର୍ଭୂତ ହେଲେ। ସେହି 2 ଲିଙ୍ଗ ହେଉଛନ୍ତି ଓଁକାରେଶ୍ୱର ଓ ଅମଲେଶ୍ୱର। ମା କାଦୁଅରେ ତିଆରି କରିଥିବା ଲିଙ୍ଗରୁ ଓ ଆକାରର ଗୋଟିଏ ଦ୍ୱୀପ ସୃଷ୍ଟି ହେଲା, ତାହା ନାମ ମଧ୍ୟ ଓଁକାରେଶ୍ୱର ହେଲା। ଏହି ଦ୍ୱୀପରେ ଶିବଙ୍କ ବ୍ୟତୀତ ପାର୍ବତୀ ଏବଂ ଗଣେଶଙ୍କ ମଧ୍ୟ ମନ୍ଦିର ରହିଛି। ଇକ୍ଷ୍ୱାକୁ ବଂଶର ରାଜା ମାନ୍ଧାତା ଏବଂ ତାଙ୍କ ପୁଅ ଅମ୍ବରୀଶ ଓ ମୁଚୁକୁନ୍ଦ ଏହିଠାରେ ସଦାଶିବଙ୍କୁ ବହୁ କାଳ କଠୋର ତପସ୍ୟା କରିଥିଲେ। ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶଙ୍କର ସେଠାରେ ଓ ଆକାର ଲିଙ୍ଗ ରୂପରେ ଆବିର୍ଭୂତ ହୋଇଥିଲେ। ଏଣୁ ସେହି ଗୁମ୍ଫା ମାନ୍ଧାତା ଗୁମ୍ଫା ଭାବେ ନାମିତ ହୋଇଛି। ଆଉ ଗୋଟିଏ କିମ୍ବଦନ୍ତୀ ଅନୁସାରେ ଥରେ ଦେବ ଓ ଦାନବଙ୍କ ଭିତରେ ଭୟଙ୍କର ସଂଗ୍ରାମ ହେଲା। ଦେବତାଗଣ ଏ ସଂଗ୍ରାମରେ ପରାଜିତ ହେଲେ। ସେମାନେ କାକୁସ୍ଥ ହୋଇ ଶିବଙ୍କୁ ପ୍ରାର୍ଥନା କଲେ। ଦେବଗଣଙ୍କ ପ୍ରାର୍ଥନାରେ ଶିବ ଏକ ଜ୍ୟୋତିର୍ଲିଙ୍ଗ ଭାବେ ଆବିର୍ଭୂତ ହୋଇ ରାକ୍ଷସମାନଙ୍କୁ ସଂହାର କରି ଦେଗଣଙ୍କୁ ରକ୍ଷା କଲେ। ଓଁକାର 2ଟି ଶବ୍ଦ ଓମ ଓ ଆକାରର ସମଷ୍ଟି। ଓ ହେଲା ପ୍ରଣବ ଶବ୍ଦ। ଏହି ଶବ୍ଦରୁ ସମସ୍ତ ସୃଷ୍ଟି ସମ୍ଭବ ହୋଇଛି। ଆକାରରୁ ଏ ସମସ୍ତ ଦୃଶ୍ୟମାନ ସୃଷ୍ଟି ଆକାର ପ୍ରାପ୍ତ ହୋଇଛି। ଏଣୁ ଏ 2 ଶବ୍ଦ ମିଳିତ ଭାବେ ସୃଷ୍ଟିକୁ ହିଁ ବୁଝାଉଛି। ଏହି ତତ୍ରୂପରେ ଆମ ଭାରତୀୟ ଦର୍ଶନ ଭିତରକୁ ଅଦ୍ୱୈତବାଦ ଓ ତାଦ୍ୱୈତବାଦ ତକ୍ ଆସିଛି। ପ୍ରଭୁ ଶ୍ରୀ ଓଁକାରେଶ୍ୱର ମନ୍ଦିର ତଳେ ଏକ ଗୁମ୍ଫା ଭିତରେ ଶିବଲିଙ୍ଗ ସହ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ମୂର୍ତ୍ତି ମଧ୍ୟ ରହିଛି। ଏଠାରେ ପାହାଡ଼ ଅରଣ୍ୟ ଘେରା ନର୍ମଦା ନଦୀର ଦୃଶ୍ୟ ଅତୀବ ମନଲୋଭା। ଅନତି ଦୂରରେ 2 ପାହାଡ଼କୁ ସଂଯୋଗ କରି ନର୍ମଦା ନଦୀ ଉପରେ ଏକ ବିରାଟ ଜଳଭଣ୍ଡାରର ସୃଷ୍ଟି କରାହୋଇଛି। ନର୍ମଦା ନଦୀର ଉଦ୍ଗମ ସ୍ଥଳ ଛତିଶଗଡ଼ର ଅମରକଣ୍ଟକ ପର୍ବତମାଳାରୁ। ଚିରଶ୍ରୁତା ପୁଣ୍ୟତ୍ରା ନର୍ମଦାକୁ ମଧ୍ୟ ଭାରତର ଗଙ୍ଗା ବୋଲି ଆଖ୍ୟାୟିତ କରାଯାଏ। ରେ ନାମରେ ମଧ୍ୟ ନାମିତ ନର୍ମଦା ନଦୀ ପଶ୍ଚିମ ବାହିନୀ ହୋଇ ଗୁଜରାଟ ଉପକୂଳଠାରେ ଆରବ ସାଗର ସହ ମିଶିଛି। ଜବଲପୁର ନିକଟ ଭେଡାଘାଟଠାରେ ନର୍ମଦା ନଦୀ ଉପରେ ରହିଛି ମନୋରମ ପର୍ଯ୍ୟଟନସ୍ଥଳୀ ଧୂଆଁଧାର ଜଳପ୍ରପାତ। କବିବର ରାଧାନାଥ ଏହା ଭ୍ରମଣ କରି ଚିଲିକା କାବ୍ୟରେ ଲେଖିଛନ୍ତି। ଭ୍ରମିଲି ଭୀଷଣ ବିନ୍ଧ୍ୟାଦ୍ରି କାନ୍ତାର ଧୂଆଁଧାରେ ଜହିଁ ହୋଇ ସତ୍ଧାର। ଭୈରବ ଆରବେ ରେବା ଦେଇ ଲମ୍ଫ ଜନମାୟ ଜନମାନସେ ପ୍ରକମ୍ପ। ଶୁଭ୍ରଶ୍ଚ ପୟଃ ପ୍ରପାତ ସୁଭଗା ହର ଜଟା ଭ୍ରଷ୍ଟା ଯଥାତ୍ରୀ ପଥଗା। ଶିକର ଜଳଦେ ବିଭାବସୁ କର ସୃଜେ ଜହିଁ ସକ୍ରଚାପ ମନୋହର। ଶୁଣିଲି ଶ୍ରବଣେ ସେ ଭୈରବ ରବ ଉର୍ଦ୍ଧ ଦେଖିଲି ସେ ଜଳର ତାଣ୍ଡବ। ଧୂଆଁଧାର ଜଳପ୍ରପାତ ବିଷୟ ପୂର୍ବେ ସ୍କୁଲ ପାଠ୍ୟକ୍ରମରେ ପଢ଼ା ହେଉଥିଲା। ଆଶ୍ଚର୍ଯ୍ୟ ଲାଗିଥାଏ ଗୋଟିଏ ସ୍ଥାନରୁ 2ଟି ବୃହତ ନଦୀ ନର୍ମଦା ଓ ସୋନ ବାହାରିଥିଲା ବେଳେ ନର୍ମଦା ପଶ୍ଚିମ ଗତି କରିଛି ଓ ସୋନ ଉତ୍ତର ପୂର୍ବ ଦିଗରେ ଗତି କରି ବିହାର ପାଟନାଠାରେ ଗଙ୍ଗା ନଦୀ ସହ ମିଳିତ ହୋଇଛି। ନର୍ମଦା ସ୍ତ୍ରୀ ଲିଙ୍ଗ ବାଚି ହୋଇଥିବା ବେଳେ ସୋନ ପୁଂ ଲିଙ୍ଗ ବାଚି। ନର୍ମଦା ଶିବଙ୍କ କନ୍ୟା ବୋଲି ପୌରାଣିକ କାହାଣୀ ରହିଛି। ସୃଷ୍ଟି ସଂହାର କାଳରେ ନର୍ମଦା ଶିବଙ୍କ ହୃଦ ଦେଶରୁ ସମ୍ଭୂତା ହୋଇଥିଲେ। ସେ ଅବିବାହିତା। କିମ୍ବଦନ୍ତୀ ଅନୁସାରେ ନର୍ମଦା ବିବାହ ଇଚ୍ଛା କରି ସୋନ ପାଖକୁ
ଏକ ପତ୍ର ନିଜ ବାନ୍ଧବୀ ଜୋହିଲା ହସ୍ତରେ ପ୍ରେରଣ କଲେ। ମାତ୍ର ଜୋହିଲା ନିଜେ ସୋନକୁ ବିବାହ କରିବା ଚାହୁଁଥିଲେ। କାରସାଦି କରି ସେ ନର୍ମଦାବେଶ ହୋଇ ସୋନଙ୍କ ପାଖରେ ପହଞ୍ଚିଲେ। ନର୍ମଦା ଭାବି ସୋନ ମଧ୍ୟ ତାଙ୍କୁ ଭଲ ପାଇ ବସିଲେ। ଏହା ନର୍ମଦା ଜାଣି ଖୁବ ଦୁଃଖିତ ହୋଇ ସୋନଙ୍କ ଆଡୁ ମୁହଁ ଫେରାଇ ନେଇ ଦୁହେଁ ବିପରୀତ ଦିଗରେ ଗତି କଲେ। ସୋନ ନଦୀ ଉପରେ ଭାରତର ଦୀର୍ଘତମ ସଡ଼କ ସେତୁ ପାଟନା ନିକଟରେ ନିର୍ମିତ ହୋଇଛି। ନୀରା ନର୍ମଦା ବକ୍ଷରେ ବୃହତ ନଦୀବନ୍ଧ ସରଦାର ସରୋବର ଡ୍ୟାମ ଗୁଜରାଟରେ ନିର୍ମିତ ହୋଇଛି। ଓଁକାରେଶ୍ୱର ପୀଠ ଇନ୍ଦୋର ଏବଂ ଉଜ୍ଜୟିନୀରୁ ଉତ୍ତମ ସଡ଼କ ପଥ ଦ୍ୱାରା ସଂଯୁକ୍ତ। ଏକ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ପୀଠ ହୋଇଥିବାରୁ ଓ ମନୋରମ ପ୍ରାକୃତିକ ଶୋଭା ମଧ୍ୟରେ ଅବସ୍ଥିତ ଥିବାରୁ ତୀର୍ଥଯାତ୍ରୀ ଓ ସୌନ୍ଦର୍ଯ୍ୟ ପିପାସୁ ପର୍ଯ୍ୟଟକମାନଙ୍କର ଏଠାରେ ବର୍ଷ ସାରା ଭିଡ଼ ଲାଗି ରହିଥାଏ। ଶ୍ରୀ ଓଁକାରେଶ୍ୱର ଓ ଶ୍ରୀମାମଲେଶ୍ୱର ଦ୍ୱୈତ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କଲେ ମନୁଷ୍ୟର ବହୁ ଜନ୍ମାର୍ଜିତ କଳୁଷ ଖନନ ହୋଇଥାଏ ବୋଲି ବିଶ୍ୱାସ ରହିଛି। 10 ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ଶ୍ରୀ ଓଁକାରେଶ୍ୱର ଚତୁର୍ଥ ଜ୍ୟୋତିର୍ଲିଙ୍ଗ। ଏହା ନିମ୍ନ ଶ୍ଲୋକରୁ ଜଣାଯାଇଥାଏ। ସୌରାଷ୍ଟ୍ରେ ସୋମନାଥଂ ଚ ଶ୍ରୀଶୈଲେ ମଲ୍ଲିକାର୍ଜୁନ ଉଜ୍ଜୟିନ୍ୟାଂ ମହାକାଳଂ ଓଁକାରଂ ତୁମଲେଶ୍ୱରଂ ଅର୍ଜୁନୀ ଚରଣ ବେହେରା। शीर्षक चैनल को सब्सक्राइब कलेनी कि जदि करिनांती एबे सब्सक्राइब करि नियंतु। एभली दिव्य सीरीज आध्यात्मिक पौराणिक साहित्य गल्प कविता तथा ओडिया भाषा और संस्कृतिर समृद्धि पाई एही यात्रा रे शामिल होई बहुल मात्रा रे लाइक कमेंट और शेयर करंतु। जय जगन्नाथ।